ପଶ୍ଚିମବଙ୍ଗରେ ଯେଉଁ ସରକାର ଏଥରକ ପଲଟିଲା ଏଇଟା ହେଲା ପ୍ରଭୁଙ୍କୁ ଜଗନ୍ନାଥଙ୍କ ଏଇଟା ଜଗନ୍ନାଥଙ୍କର ଗୋଟେ ଏଇଟା ହେଲା ପ୍ରଭୁଙ୍କର ଆଶୀର୍ବାଦ। ଶୁଣନ୍ତୁ, ଏଇଟା ଦୀଘା ପାଇଁକି ଜିନିଷ ସବୁ ହେଲା। ଯେତେବେଳେ ମମତା ବାନାର୍ଜୀକି ମୁଁ କହିଲି ଦୀଘାରେ ଆପଣ ମନ୍ଦିର କହନ୍ତୁ, ମନ୍ଦିର ସବୁଆଡ଼େ ହେଉଛି, କିନ୍ତୁ ପଥର ମୂର୍ତ୍ତି କରନ୍ତୁ ନାହିଁ। ସିଏ କିନ୍ତୁ ସେ କଥାଟାକୁ ଟିକେ ଖାମଖିଆଲ କରିଦେଲେ, ପଥର ମୂର୍ତ୍ତି କଲେ। ସେ ପଥର ମୂର୍ତ୍ତି କହିଲେ କିନ୍ତୁ ପଥର ମୂର୍ତ୍ତି କଲେ କିଛିଟା ଅଘଟଣ ଘଟିପାରେ। ଏଇଟା କାରଣ ମମତା ବାନାର୍ଜୀ ସାଙ୍ଗେ ମୋର ବ୍ୟକ୍ତିଗତ ଭଲ ସମ୍ପର୍କ ଥିଲା। ତାଙ୍କର ସୁବ୍ରତ ବକ୍ସି ଯେ ମୁଖ୍ୟ ଲୋକ, ତାଙ୍କ ଦଳର ମୁଖ୍ୟ ଲୋକ ହେଲେ ସୁବ୍ରତ ବକ୍ସି। ସିଏ ଆମ ଘରକୁ ଆସିଲେ, କଥାବାର୍ତ୍ତା ହେଲା। ମୁଁ କହିଲି ଦେଖନ୍ତୁ ଦିଦି କହିବେ ଯେ ପଥର ମୂର୍ତ୍ତି ଟିକେ ଅଘଟଣ ଘଟିବ, ପଥର ମୂର୍ତ୍ତି ନ କରିବେ ଭଲ, ଯଦି କରନ୍ତୁ ପଥର ମୂର୍ତ୍ତି ମନ୍ଦିରରେ ବସିପାରିବେ, ସିଏ ରଥ କରିପାରିବେ ନାହିଁ। କାହିଁକି ରଥ କରିପାରିବେ ନାହିଁ ଅନ୍ୟ କଥା କିଛି ନୁହଁ, ଯେ ବାଇଚାନ୍ସ ତାଙ୍କ ଦେହରେ ଖଣ୍ଡିଆ ହେଇଯିବ, ଭଲ ମନ୍ଦ ହେଇଯିବ, ସେଥିପାଇଁ ଖରାପ ଜିନିଷ ଗତି କରେ। କିନ୍ତୁ ସେ ସେଇଟାକୁ ଟିକେ ନାକୁ ଶୁଣିଲେ ନାହିଁ। ସେ ତାଙ୍କ ମନ ଇଚ୍ଛା ଆମର କ'ଣ ମିଳିବ। ମୁଁ ତାଙ୍କୁ ଭଲ ପାଏ, ଶ୍ରଦ୍ଧା କରେ, ଏବଂ ମୁଁ ଚାହୁଁଥିଲି ଯେ ସେ ସରକାର ଚାଲିଛି, ଦିଦି ଅଛନ୍ତି, ଭଲ ମନ୍ଦ କରୁଛନ୍ତି, ତାଙ୍କ ଯାହା କରିବେ। ତାପରେ ସେ ଶୁଣିଲେନି ଗଲା। ଆଜି ଆପଣଙ୍କୁ କହିଲି ସିଏ ଭଲ ଲୋକ ଥିଲେ, ତାଙ୍କ ଚାରିପଟେ କିଛି ଲୋକ ଥିଲେ ଯିଏକି ତାଙ୍କୁ ବାଜେ ରାସ୍ତାରେ ନେଉଥିଲେ। ଦିଦିଙ୍କର ଟିକେ ସବୁ ଭଲ, ତାଙ୍କର ସେ ଟିକେ ପତଳା କାନ, ମାନେ ବହୁତ ଭଲ କିନ୍ତୁ ପତଳା କାନ। ହଠାତ୍ ଆପଣ ଭଲ ପାଉଥିବେ, ପୁଣି ଗୋଟେ କ'ଣ ହେଇଯିବ, ଘଣ୍ଟା ପରେ ପୁଣି ଆସି ଅଟୋମେଟିକ୍ ଚେଞ୍ଜ ହେଇଯିବେ। ପତଳା କାନ। ତାଙ୍କର ଯେଉଁ ଚାରିପଟେ ତାଙ୍କ ଚେଲା ଚାମଡ଼ା 5-7 ଜଣ ଥିଲେ, ରାକେଟ କରି ତାଙ୍କୁ ରଖିଥିଲେ। ଜଗନ୍ନାଥ କାହାର ଗର୍ବ ଅହଙ୍କାର ସହନ୍ତି ନାହିଁ। ଜଗନ୍ନାଥ ଆମ ଏମିତି ଠାକୁର, ସେ କାହାର ଗର୍ବ ଅହଙ୍କାର ସହନ୍ତି ନାହିଁ। ଏଇଟା ଖରାପ ପାଡ଼ି ଗତିଗଲା, ଜାଣିପାରିଲେନି। ଏଇଟା ବହୁତ ଖରାପ ପାଡ଼ି ଗତିଗଲା। ତାପରେ ସେଠି ଗୋଟେ ଆପଣଙ୍କର ବଙ୍ଗଳାରେ ଗୋଟେ ମନ ଇଚ୍ଛା ଗୋଟେ ଅରାଜକତା ହେଇଗଲା। ସେଇଟାକୁ କିଛି ଲୋକ ପସନ୍ଦ କଲେ ନାହିଁ। ଆଉ ଆପଣ ଦେଖିବେ ଆଗୁଆ କହିଛି ଏଥରକ ସରକାର ନିଶ୍ଚିତ କିଛି ଅସୁବିଧା ଆହୁରି ପଡ଼ିଯିବେ। ଯାହା ମୁଁ କହିଥିଲି ଜଗନ୍ନାଥ ସେଇ ଜିନିଷ ହେଲା, ଆପଣମାନେ ଆଜି ଦେଖିପାରୁଥିବେ ସେଇ ଜିନିଷ ଗତିଗଲା। ଆଉ ବହୁ ସଂଖ୍ୟା ଗରିଷ୍ଠରେ ଆପଣଙ୍କର ଅନ୍ୟ ପାର୍ଟି ଯେ ବିଜେପି ଗଭର୍ଣ୍ଣମେଣ୍ଟ ପଦ୍ମପୁର ଆସିଲା, ବହୁ ସଂଖ୍ୟା ଗରିଷ୍ଠରେ। ଗୋଟେ ଦିନ ଆମେ ଗୋଟେ ଦୁର୍ଗା ପୂଜା ଓପନିଂ କରିବାକୁ ଯାଉଛୁ, ଶୁଭେନ୍ଦୁ ଆସିଥିଲା। ଶୁଭେନ୍ଦୁ ମୋତେ କହିଲେ ଆପଣ ମୋ ଗାଡ଼ିରେ ବସନ୍ତୁ। ମୁଁ ଶୁଭେନ୍ଦୁ ଗାଡ଼ିରେ ବସି ତାଙ୍କ ଚାଲିଲୁ ଆମେ। ଶୁଭେନ୍ଦୁ କହିଲେ ଆଜ୍ଞା ମୁଁ ଦଳ ଛାଡ଼ିଦେବି। କାହିଁକି ଦଳ ଛାଡ଼ିଦେବ, କାହିଁକି ଦଳରେ ଅଛ? ନା ନାଇଁ ଆଜ୍ଞା ମୁଁ ଛାଡ଼ିଦେବି ଦଳ ଗୁରୁଜୀ। ଆଉ ଅଶାନ୍ତି ଭିତରେ ମୋ ସାଙ୍ଗେ ଅଭିଷେକ ବାନାର୍ଜୀ ମୋତେ ଇଆଡ଼େ ସବୁ ଖରାପ ବ୍ୟବହାର ଦେଖାଉଛନ୍ତି। ମୁଁ ତ କହିଲି ନା ତେଣୁ ଦିଦିକି ଛାଡ଼ିକି ଯାଉନି, ଏଇ କଥା କହିବି। ଆପଣ କିନ୍ତୁ ସୁବିଧା ପଚାରିବେ, ବୁଝେଇଲି। ସେଇ କଥାଟା ମତେ ଅମିତ ଶାହ ଡାକୁଛନ୍ତି ପଳେଇ ଆସ ବୋଲିକା, ଆଉ ଦରକାର ପଡ଼ିଲେ ଆପଣଙ୍କ ଅମିତ ଶାହଙ୍କୁ କଥା କରେଇଦେବି। ସେଇ କଥା ମୁଁ ମମତା ବାନାର୍ଜୀ କହିଥିଲି। ମୁଁ ଦେଖନ୍ତୁ ଶୁଭେନ୍ଦୁ ଭଲ ଲୋକ, ଆପଣ ଶୁଭେନ୍ଦୁକୁ ଛାଡ଼ନ୍ତୁ ନାହିଁ। ସେ ଆପଣଙ୍କ ସାଙ୍ଗରେ ରହିଛନ୍ତି, ରହିବେ, ଭଲ ଲୋକ, ଏଇ କଥା କହିଥିଲି। ତା ଦେଖନ୍ତୁ ତା ପରବର୍ତ୍ତୀ ସମୟ କ'ଣ ହେଲା, ସିଏ ଅଶାନ୍ତି ହେଇକିରି ତାଙ୍କୁ ପଛ ଲାଇନରେ ବସେଇଲେ। ଯେ ତାଙ୍କର କେଏମସି ମିଟିଂ ହେଉଥିବ, ତାଙ୍କର ସେଠି ସମ୍ମାନ ଦେଲେନି। ଶୁଭେନ୍ଦୁ ଅଧିକାରୀ ଫ୍ୟାମିଲି ହେଲେ ସିଏ ସ୍ୱାଭିମାନ ଫ୍ୟାମିଲି। ତାଙ୍କର ପରିବାର ସମସ୍ତେ ନେତା, ତାଙ୍କ ବାପା କୁହନ୍ତୁ, ତାଙ୍କ ଭାଇ କୁହନ୍ତୁ, ତାଙ୍କ ଇଏ କୁହନ୍ତୁ, ସମସ୍ତେ ନେତା। ସିଏ ତାପରେ ଭାରି ବାପା ଶୁଭେନ୍ଦୁ ଅଧିକାରୀ ବହୁତ ଏଠି ଭାରି ଅଭିମାନ ଲୋକ, ଅନ୍ୟ କଥା ନୁହଁ, ଭାରି ସ୍ୱାଭିମାନ। ସେ ଦଳ ଛାଡ଼ିଦେଲେ। ଦଳ ଛାଡ଼ି ଦେଖନ୍ତୁ ଆଜି ଦଳ ଯୋଉଠି ପହଞ୍ଚିଛି, ମାନ୍ୟବର ପ୍ରଧାନମନ୍ତ୍ରୀ ଥାଆନ୍ତୁ କି ମାନ୍ୟବର ହୋମ ମିନିଷ୍ଟର ଥାଆନ୍ତୁ, ଆଜି ଦଳ ଯୋଉଠି ପହଞ୍ଚିଛି ସେଇଟା ଶୁଭେନ୍ଦୁ ଅଧିକାରୀଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ପହଞ୍ଚିଛି। ଅକ୍ଲାନ୍ତ ପରିଶ୍ରମ, ଯୋଡ଼ିଏ ଏମ୍ଏଲ୍ଏରୁ 60 MLA 70 MLA ଆଜି ଯୋଉଠି ପହଞ୍ଚିବା ଶୁଭେନ୍ଦୁ ଅଧିକାରୀ ଅକ୍ଲାନ୍ତ ପରିଶ୍ରମ। ଆଜି ଦେଖନ୍ତୁ ସିଏ ଆସିଗଲେଣି, କେତେ ଉପରକୁ ଆସିଲେ, 200 ଉପରକୁ ଭୋଟ ପାଇଲେ।
किए भी कल्पना करनथिले 200 भोट पाइबे कि मु कहती 200 भोट से भोट निश्चित पाइबे। आप देखु आम जो माननीय प्रधानमंत्री नरेंद्र मोदी जय जगन्नाथ कर सब प्रभु डाकिका जीतीगले ओडिशा आज ओडिशा सम्मान देला जोर जहाँ हो जाए ओडिशा सम्मान देला ओडिशा सम्मान देवा प्रधानमंत्री सबुआडे आगे गले। आप देखु चारिआडे मोदी हवा चलला पूरा परिवर्तन देखो आप कहले जी सब दुर्नीतिग्रस्त लोक से धरवे जमा छाड़े ना टिके सरकार हो जाती मत आप कहे कि अलरेडी केते लोक धरी सारे केते लोक धरी जानी क्या डायरी लिखाई 600 कोटी क्या डायरी लिखाई 1000 कोटी लिखाई सब ओडिशा सब जगह कुचकिरी अच्छा सेठा जो कुचकिरी गोष्ठी माने विषाक्त गोष्ठी जगन्नाथ मंदिर प्रतिष्ठा है पत्थर मूर्ति की जो भाई प्रतिष्ठा प्रक्रिया करागला एटा हम धर्म विरोधी आपण मत से मना करते कि आमरी लोक एठार जाई प्रतिष्ठा करके मु नाही सुन लगे मु नाही कली से क्या ने कौन कले मु कहि परबी का देबे न देबे का को नेबे न नेबे नाही कहि परबी जगन्नाथ करंतु बंगला ओडिशा लागी रही एठी हमरो सरकार बीजेपी सेठी भी सरकार बीजेपी हेले प्रभु करंतु भगवान करंतु बंगला आम भल चालू भल हो सुसंप्रद रहू ओडिशा बंगला सुसंप्रद आलू आसू ये आसू से आसू सुसंप्रद जमी अच्छी बहुत भल रहू।